ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା +3 ଫାର୍ଷ୍ଟ ଇୟର୍ର +3 ଫାର୍ଷ୍ଟ ସେମିଷ୍ଟାରର ଜେନେରାଲ ଇଲେକ୍ଟିଭ୍। ଓକେ, ଏଟା ମୋର ଅଛି ଜେନେରାଲ ଇଲେକ୍ଟିଭ୍ରେ ପଲିଟିକାଲ ସାଇନ୍ସ। ଓକେ, ନାରୀବାଦ ତତ୍ତ୍ୱ ଓ ଅଭ୍ୟାସ। ତାର ଦେଖ ସିଲାବସ୍ କ'ଣ ସବୁ ଦେଇଛି ତାର ଦେଖିନେବା। ପ୍ରଥମ ଅଧ୍ୟାୟ ଦେଇଛି ନାରୀବାଦ, ଦ୍ୱିତୀୟ ଅଧ୍ୟାୟ ଦେଇଛି ପୁରୁଷ ପ୍ରାଧାନ୍ୟ ସମାଜ, ତୃତୀୟ ଅଧ୍ୟାୟରେ ଦେଇଛି ନାରୀବାଦର ବିଭିନ୍ନ ତତ୍ତ୍ୱ, ଚତୁର୍ଥ ଅଧ୍ୟାୟରେ ଦେଇଛି ଭାରତରେ ସାମାଜିକ ସଂସ୍କାର ଆନ୍ଦୋଳନ ଓ ମହିଳାମାନଙ୍କ ସ୍ଥିତି, ପଞ୍ଚମ ଅଧ୍ୟାୟରେ ଭାରତରେ ନାରୀମାନଙ୍କ ସ୍ଥିତି, ଷଷ୍ଠ ଅଧ୍ୟାୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନାରୀ, ସପ୍ତମ ଅଧ୍ୟାୟରେ ସ୍ୱାଧୀନ ଭାରତରେ ନାରୀ, ଅଷ୍ଟମ ଅଧ୍ୟାୟରେ ସାମ୍ପ୍ରତିକ ଭାରତରେ ପରିବାର, ନବମ ଅଧ୍ୟାୟରେ ମହିଳା ଓ କାର୍ଯ୍ୟ। ଓକେ, ଏଇସବୁ ତା ସିଲାବସ୍ ଆପଣ ଷ୍ଟପ୍ କରିକି ଦେଖିନେବେ। ପିଲାମାନେ ଦେଖ, ମୁଁ ପଢ଼ିବାରେ କିଛି ନାହିଁ, ଆପଣ ଭିଡ଼ିଓ ଷ୍ଟପ୍ କରିକି ବି ପଢ଼ିପାରିବେ। ଚାଲନ୍ତୁ ଆଜି ଆମେ ଆଲୋଚନା କରିବା 1 ମାର୍କିଆ ସବୁ ସିଲେକ୍ସନ୍ କ୍ୱେଶ୍ଚିନ୍, ଯେଉଁଟାକି ପରୀକ୍ଷାରେ ନିଶ୍ଚିନ୍ତ ଆସିବ। ଓକେ, ଦେଖ କ ବିଭାଗ ଗ୍ରୁପ୍ ଏ ଅତି ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ଶୂନ୍ୟସ୍ଥାନ ପୂରଣ କର। ଡ୍ୟାସ୍ ଶତାବ୍ଦୀରେ ନାରୀବାଦର ବୀଜରୋପଣ କରାଯାଇଥିଲା। 19 ଡ୍ୟାସ୍ ଶତାବ୍ଦୀରେ ପ୍ରାରମ୍ଭରେ ନାରୀବାଦ ବିଶ୍ୱର କୋଣ ଅନୁକୋଣରେ ପ୍ରସାରିତ ହୋଇଥିଲା। 20 ଡ୍ୟାସ୍ କଳ୍ପନା ବିଳାସୀ ସମାଜବାଦର ମୁଖ୍ୟ ପ୍ରବକ୍ତା ଅଟନ୍ତି। ଚାର୍ଲସ ଫୋରିୟର। ଡ୍ୟାସ୍ ଭିଣ୍ଡିକେସନ୍ ଅଫ୍ ଦ ରାଇଟ୍ ଅଫ୍ ଓମେନ୍ର ରଚୟିତା ଅଟନ୍ତି। ମ୍ୟାରି wollstonecraft। ଆମେରିକାର ନାରୀବାଦ ଆନ୍ଦୋଳନର ମୂଳଦୁଆ ଡ୍ୟାସ୍ରେ ପଡ଼ିନଥିଲା। ସେନେକା ଫଲ୍ସ କନଭେନ୍ସନ୍। ସେନେକା ଫଲ୍ସ କନଭେନ୍ସନରେ ଡ୍ୟାସ୍ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ନାରୀ ମତଦାନ। ଆମେରିକାରେ ଡ୍ୟାସ୍ ତମ ସଂଶୋଧନ ଦ୍ୱାରା ନାରୀମାନଙ୍କୁ ଭୋଟ ଅଧିକାର ପ୍ରଦାନ କରାଯାଇଥିଲା। 19 କାର୍ଟେମିଲେଟ୍ ଡ୍ୟାସ୍ ପୁସ୍ତକ ରଚନା କରିଥିଲେ। ସେକ୍ସୁଆଲ ପଲିଟିକ୍ସ। ଡ୍ୟାସ୍ ସେନେକା ଫଲ୍ସ ସମ୍ମିଳନୀର ଘୋଷଣାମାନ ପ୍ରସ୍ତୁତ କରିଥିଲେ। ଏଲିଜାବେଥ କ୍ୟାଥି ଷ୍ଟାନଷ୍ଟନ୍। 1918 ମସିହାରେ ଜନପ୍ରତିନିଧିତ୍ୱ ଆଇନ ଅନୁସାରେ ଡ୍ୟାସ୍ ବର୍ଷରୁ ଉର୍ଦ୍ଧ୍ୱ ଓ ନିଜସ୍ୱ ଗୃହ ଥିବା ନାରୀମାନଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା। 30 ଡ୍ୟାସ୍ ମସିହାରେ 21 ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା। 1968 ଓ 1969 ମସିହାରେ ଆମେରିକାର ଆଟଲାଣ୍ଟିକ୍ ସହରରେ ଅନୁଷ୍ଠିତ ମିସ୍ ଆମେରିକା ପ୍ରତିଯୋଗିତାକୁ ଡ୍ୟାସ୍ କହି ସମାଲୋଚନା କରାଯାଇଥିଲା। ପଶୁମାନଙ୍କ ପ୍ୟାରେଡ୍। ମିସ୍ ଆମେରିକା ପ୍ରତିଯୋଗିତା ଡ୍ୟାସ୍ ସମାଜର ବାତାବରଣ କରିଥାଏ ବୋଲି ସମାଲୋଚନା କରାଯାଇଥିଲା। ପିତୃକେନ୍ଦ୍ରିକ। ବେଟି ଫ୍ରାଇଡାନ୍ ଡ୍ୟାସ୍ ପୁସ୍ତକ ରଚୟିତା ଅଟନ୍ତି। ଦ ଫେମିନିମିଷ୍ଟିକ୍। ଡ୍ୟାସ୍ ବିଶ୍ୱଯୁଦ୍ଧ ପରେ ନାରୀବାଦ ଏକ ବିଶ୍ୱବ୍ୟାପୀ ଚିନ୍ତାଧାରାରେ ପରିଣତ ହୋଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ। 1948 ମସିହାରେ ଡ୍ୟାସ୍ ଘୋଷଣାନାମା ପୁରୁଷ ଓ ନାରୀମାନଙ୍କୁ ଅଧିକାର ପ୍ରଦାନ କରିଥିଲେ। ସାର୍ବଜନୀନ ମାନବିକ ଅଧିକାର। ଏକ ଡ୍ୟାସ୍ ସମାଜରେ ପ୍ରତିଷ୍ଠା କରିବା ନାରୀବାଦର ଲକ୍ଷ୍ୟ ଅଟେ। ସମାଜବାଦୀ। ନାରୀବାଦ ଡ୍ୟାସ୍ ବିବାହ ପ୍ରଥାକୁ ବିରୋଧ କରେ, କାରଣ ଏହା ନାରୀର ସମ୍ମାନ ଓ ପଦମର୍ଯ୍ୟାଦାକୁ ହାନି ପହଞ୍ଚାଇଥାଏ। 1 ଡ୍ୟାସ୍ ନାରୀବାଦୀମାନଙ୍କ ମତରେ ନାରୀର ଶୋଷଣ ପାଇଁ ସମାଜର ସର୍ବପୁରାତନ ଅନୁଷ୍ଠାନ ପରିବାର ଦାୟୀ ଅଟେ। ଉଗ୍ର। ଡ୍ୟାସ୍ ନାରୀର ଦୁର୍ଦ୍ଦଶା ପାଇଁ ଅନେକ ମାତ୍ରାରେ ଦାୟୀ ବ୍ୟକ୍ତିଗତ ସମ୍ପତ୍ତି। ନାରୀବାଦ ଡ୍ୟାସ୍ ଓ ଡ୍ୟାସ୍ ପରି ଅନୁଷ୍ଠାନରେ ଉଚ୍ଛେଦ ସପକ୍ଷରେ ମତବ୍ୟକ୍ତ କରିଥାଏ। ବିବାହ ଓ ସମ୍ପତ୍ତି। ନାରୀବାଦ ତତ୍ତ୍ୱ ଅନୁସାରେ ନାରୀମାନେ ଡ୍ୟାସ୍ ଦୃଷ୍ଟିରୁ ସ୍ୱାବଲମ୍ବନଶୀଳ ହେବା ଆବଶ୍ୟକ। ଆର୍ଥିକ। ଡ୍ୟାସ୍ ନାରୀ ସାମ୍ୟବାଦ ବ୍ୟବସ୍ଥା ବିଷୟରେ ଯୁକ୍ତି ଉପସ୍ଥାପନ କରିଥିଲେ। ପ୍ଲାଟୋ। ନାରୀବାଦୀମାନଙ୍କ ମତରେ ନାରୀ ନିଜର ଲିଙ୍ଗ ପାଇଁ ନୁହେଁ ବରଂ ଡ୍ୟାସ୍ ଯୋଗୁଁ ଶୋଷଣ ଶିକାର ହୋଇଥାଏ। ଲିଙ୍ଗ ସମ୍ପର୍କିତ ଭୂମିକା। ନାରୀବାଦ ତତ୍ତ୍ୱ ଅନୁସାରେ
ନାରୀ ଦୁର୍ବଳତା ହେବାର ମୁଖ୍ୟ କାରଣ ହେଉଛି ଡ୍ୟାସ୍ ପରାଧୀନତା ବା ନିର୍ଭରଶୀଳତା। ଅର୍ଥନୈତିକ ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ପୁରୁଷ ନାରୀକୁ ଏବଂ ଡ୍ୟାସ୍ ହିସାବରେ ବ୍ୟବହାର କରିଆସିଛି। କ୍ରୀଡ଼ନକ ବା ଫଣଦେବ ନାରୀବାଦୀମାନଙ୍କ ମତରେ ଡ୍ୟାସ୍ ପରି ଏକ ସାମାଜିକ ଅନୁଷ୍ଠାନ ନାରୀର ଦୁର୍ଗତି ପାଇଁ ଦାୟୀ ଅଟେ। ବିବାହ ନାରୀବାଦୀମାନେ ଡ୍ୟାସ୍‌ର ବିଲୋପ ସପକ୍ଷରେ ମତବ୍ୟକ୍ତ କରନ୍ତି। ପରିବାର ଡ୍ୟାସ୍ ବ୍ୟକ୍ତି ସାମାଜିକ ସଂଗଠନାତ୍ମକ ଭୂମିକା ନେଇ ପୁରୁଷ ଓ ନାରୀ ସମ୍ପର୍କକୁ ବୁଝାଏ। ଜେଣ୍ଡର ଲିଙ୍ଗ ଡ୍ୟାସ୍ ଭେଦଭାବକୁ ବୁଝାଏ। ଜୈବିକ ଡ୍ୟାସ୍ ଦୃଷ୍ଟିକୋଣରୁ ପୁରୁଷ ଓ ନାରୀ ପରସ୍ପରଠାରୁ ପୃଥକ୍ ଅଟନ୍ତି। ଜୈବିକ ଏଇ ଥିଲା ଆମ ସର୍ଟ କୋଶ୍ଚିନ୍‌ର ଆଲୋଚନା। ଓକେ, ଏଇଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ।